ଆଜି ଆମେ ଆସି ପହଞ୍ଚିଛୁ କେନ୍ଦ୍ରାପଡ଼ା ଜିଲ୍ଲା ଜଳପୋକ ଗ୍ରାମ ପଞ୍ଚାୟତର ଜଳପୋକ ଗ୍ରାମରେ ଥିବା ପ୍ରଭୁ ଜଟେଶ୍ୱର ମହାଦେବଙ୍କ ମନ୍ଦିରରେ। କେଉଁ ଆଦିମ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଏ ମନ୍ଦିରରେ? ନା ଏହାର ଆଦି ଅଛି ନା ଅନ୍ତ ଅଛି। ପ୍ରଭୁ ସ୍ୱୟଂ ଆବିର୍ଭୂତ ହୋଇଛନ୍ତି ଓ ନାମକରଣ ନେଇଛନ୍ତି ପ୍ରଭୁ ଜଟେଶ୍ୱର ଜଳ। ଆମ ସହିତ ଜଟେଶ୍ୱର ପରମ ପୂଜ୍ୟ ଖଗେଶ୍ୱର ନନା ଅଛନ୍ତି, ଯିଏ ପୂଜକ ଭାବେ ନୀତି ସେବା କରୁଛନ୍ତି। ତାଙ୍କ ସହ ବୁଝିବା ଆଉ ଜାଣିବା ପ୍ରଭୁଙ୍କର ମହିମା କଣ। ଓମ୍ ନମଃ ଶିବାୟ। ନନା ନମସ୍କାର, କେମିତି ଅଛନ୍ତି? ପ୍ରଭୁଙ୍କ ଦୟାରେ ଅଛନ୍ତି। ଆଉ ଜଟେଶ୍ୱର ମନ୍ଦିର କଣ କେମିତି ପ୍ରଭୁ ଆବିର୍ଭାବ ହେଲେ କଣ ତାଙ୍କ ଲୀଳା ଚାଲିଛି, ଆପଣ ତାই ସେ ବିଷୟରେ ଟିକେ କୁହନ୍ତୁ। ସେଇ ତ ବହୁତ ଦିନ ବର୍ଷର ହେଲାଣି ଠାକୁର ପୂଜା ଚାଲିଛି, ବହୁତ ଲୋକ ଆସୁଛନ୍ତି ଏଠି ଅର୍ପଣ କରୁଛନ୍ତି, ଭଗବାନଙ୍କୁ ନମସ୍କାର କରି ଭଗବାନ ବି ଦଉଛନ୍ତି। କୌଣସି ଲୋକଙ୍କୁ ଦଉଛନ୍ତି, କୌଣସି କେତେ ଲୋକଙ୍କୁ ବ୍ରେକ୍ କରୁଛନ୍ତି, କହିବନି ଠାକୁରଙ୍କ ଇଚ୍ଛା, ସେ ଭଗବାନଙ୍କ ଇଚ୍ଛା। ନନା କହିବାକୁ ଚାହୁଁଛି ଯଦି ଏ ଭାବର ଠାକୁର, ବିଶ୍ୱାସର ଠାକୁର, କିନ୍ତୁ ଜ୍ଞାନ ପରୀକ୍ଷା କଲେ ପ୍ରଭୁଙ୍କ ପାଖରୁ ନିରାଶ ହେଇ ଫେରିବାକୁ ପଡେ। କିନ୍ତୁ ଭକ୍ତି ବିଶ୍ୱାସରେ ଜଟେଶ୍ୱର ବୋଲି ଡାକିଦେଲେ ପ୍ରଭୁ ଓ ବି କୁହନ୍ତି, ଅନ୍ତରାତ୍ମାରେ କେହି କହିଲା ଭଳି ଲାଗେ। ତ ଆଜି ଆମେ ଆସି ପହଞ୍ଚିଲୁ, ନନାଙ୍କର ସମୟ ଦେଲେ। ନନା ଏଠି କଣ ଅନୁସରଣ ପଡନ୍ତି ବର୍ତ୍ତମାନ? ପଡନ୍ତି। ଏଠି କଣ ରୋଗ ଭଲ ହେଇଛି? କେବେ କାହାର ରୋଗ ଭଲ ହେଇଛି? ଯେତେ ଅନୁସରଣ କରୁଛନ୍ତି ଭଲ ହେଇଛି। ନନା କହିବାକୁ ଚାହୁଁଛି ଯଦି କେହି ଅନୁସରଣ ପଢିଛନ୍ତି ସେମାନଙ୍କ ରୋଗ ଦୁଃଖ କଷ୍ଟ ଯନ୍ତ୍ରଣା ସବୁ କିଛି ଲାଭ କରନ୍ତି ପ୍ରଭୁ ଜଟେଶ୍ୱର। ହର ହର ମହାଦେବ। ଧନ୍ୟବାଦ।